ତୁଳା ରାଶିଜାତ ବ୍ୟକ୍ତିଙ୍କ ପାଇଁ ସେପ୍ଟେମ୍ବର ମାସ ଅନେକାଂଶରେ ଶୁଭ ଫଳ ପ୍ରଦାନ କରିବ। ଏ ମାସରେ ସଠିକ୍ ନିଷ୍ପତ୍ତି ନେବା ସହିତ ସଫଳତା ଅର୍ଜନ କରିପାରିବେ। ନୂଆ ନୂଆ ଲୋକଙ୍କ ସହିତ ପରିଚିତ ହେବାର ସୁଯୋଗ ଆସିବ। ନିର୍ଦ୍ଦିଷ୍ଟ ଯୋଜନା ସହିତ ଧୀରେ ଧୀରେ ଆଗକୁ ବଢ଼ିଲେ ସଫଳତାର ଶିଖର ଦେଶରେ ପହଞ୍ଚି ପାରିବେ। ସେପ୍ଟେମ୍ବର ମାସରେ ତୁଳାରାଶିଜାତ ବ୍ୟକ୍ତି ଦୃଢ଼ ଆତ୍ମବିଶ୍ୱାସ ସହିତ ନିଜକୁ ଏନର୍ଜେଟିକ୍ ବା ଶକ୍ତିବାନ କରି ରଖିବାରେ ସକ୍ଷମ ହେବେ। ତୁଳାରାଶି ଦ୍ୱାଦଶ ରାଶିଚକ୍ରର ସପ୍ତମ ରାଶି। ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଶୁକ୍ର ତୁଳାରାଶିର ଅଧିପତି। ତେଣୁ ତୁଳାରାଶିରେ ଜନ୍ମ ନେଇଥିବା ବ୍ୟକ୍ତି ସୌନ୍ଦର୍ଯ୍ୟପ୍ରେମୀ, କୂଟନୀତିରେ ପାରଙ୍ଗମ, ସନ୍ତୁଳିତ ବିଚାରଧାରା ଏବଂ ଆକର୍ଷକ ସ୍ୱଭାବର ହୋଇଥାନ୍ତି। ସେପ୍ଟେମ୍ବର ମାସରେ ତୁଳାରାଶିର ଲଭ୍ ଲାଇଫ୍ ବା ପ୍ରେମ ସମ୍ପର୍କ ବିଷୟରେ ଜାଣିବାକୁ ଗଲେ ଜଣାଯାଏ, ଏ ମାସରେ ତୁଳାରାଶିଜାତ ବ୍ୟକ୍ତିଙ୍କର ପ୍ରେମ ସମ୍ପର୍କ ଦୃଢ଼ୀଭୂତ ହେବ। ନିଜର ସୁନ୍ଦର କଥାରେ ପାର୍ଟନରଙ୍କର ମନକୁ ପ୍ରଭାବିତ କରି ରଖିବାରେ ସମର୍ଥ ହେବେ। ସେପ୍ଟେମ୍ବର ମାସଟିକୁ ଉଭୟେ ହସଖୁସି ଭିତରେ କଟାଇବେ। ତୁଳାରାଶିଜାତ ବ୍ୟକ୍ତିଙ୍କର କ୍ୟାରିୟର କଥା ଚିନ୍ତା କଲେ ଜଣାଯାଏ, ଏ ମାସରେ କର୍ମକ୍ଷେତ୍ରରେ ଶୀଘ୍ର ସଫଳତା ହାସଲ କରିବା ପାଇଁ ଚେଷ୍ଟା ନ କରି ଧୀର ପାଣି ପଥର କାଟେ ନ୍ୟାୟରେ ଧୀରସ୍ଥିର ଚିତ୍ତରେ ନିଷ୍ପତ୍ତି ନେଇ ଅଗ୍ରସର ହେବା ଉଚିତ ହେବ। ନିର୍ଦ୍ଦିଷ୍ଟ ଯୋଜନା କରି ଲକ୍ଷ୍ୟପତ୍ରରେ ଆଗୁଆ ହେଲେ ସଫଳତା ପାଇବା ସୁନିଶ୍ଚିତ। ମାସର ପ୍ରଥମାର୍ଦ୍ଧରେ ବ୍ୟବସାୟ କ୍ଷେତ୍ରରେ ସଂଘର୍ଷ କରିବାକୁ ପଡ଼ିପାରେ, କିନ୍ତୁ ମାସର ଦ୍ୱିତୀୟାର୍ଦ୍ଧରେ ବ୍ୟବସାୟ କ୍ଷେତ୍ରରୁ ଲାଭ ପାଇପାରିବେ। ସରକାରୀ ଚାକିରି କରୁଥିଲେ କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିର ସାମନା କରିବାକୁ ପଡ଼ିପାରେ। ଉପରିସ୍ଥ ଅଧିକାରୀଙ୍କ ସହିତ ମତଭେଦର ସମ୍ଭାବନା ରହିଅଛି। ସହକର୍ମୀମାନଙ୍କ ସହିତ କଥାବାର୍ତ୍ତାରେ ସଂଯମତା ରଖିବା ଉଚିତ ହେବ। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସେପ୍ଟେମ୍ବର ମାସର ପ୍ରଥମାର୍ଦ୍ଧରେ ତୁଳାରାଶି ଜାତକ ଅଧିକ ଖର୍ଚ୍ଚ କରିପାରନ୍ତି, ଯଦ୍ୱାରା ଆର୍ଥିକ ଦିଗଟି ପ୍ରଭାବିତ ହେବା ସଙ୍ଗେ ସଙ୍ଗେ ମନ ମଧ୍ୟରେ ଅର୍ଥ ଚିନ୍ତା ଲାଗି ରହିବ। କିନ୍ତୁ ମାସର ଦ୍ୱିତୀୟାର୍ଦ୍ଧରେ ଅର୍ଥ ଚିନ୍ତାରୁ ମୁକ୍ତି ମିଳିବା ସଙ୍ଗେ ସଙ୍ଗେ ଅର୍ଥ ସଞ୍ଚୟ କରି ରଖିବା ପାଇଁ ସମର୍ଥ ହେବେ। ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ, କମ୍ପ୍ୟୁଟର, ରିଏଲ ଏଷ୍ଟେଟ୍ ବ୍ୟବସାୟ ବା ଜାଗାବାଡ଼ି କିଣାବିକା ପ୍ରଭୃତି କ୍ଷେତ୍ରରେ ସମ୍ପୃକ୍ତ ରହିଥିବା ବ୍ୟକ୍ତିବିଶେଷ ଏ ମାସରେ ଏହିସବୁ କ୍ଷେତ୍ରରୁ ପ୍ରଚୁର ଆର୍ଥିକ ଲାଭ ପାଇବାରେ ସକ୍ଷମ ହେବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ, ସେପ୍ଟେମ୍ବର ମାସଟି ତୁଳାରାଶି ପାଇଁ ଘଟଣାବିହୀନ ମାସ ରହିବ। ପୁରୁଣା ରୋଗକୁ ଛାଡ଼ିଦେଲେ ଅନ୍ୟ କୌଣସି ରୋଗ ଏ ମାସରେ ଆକ୍ରାନ୍ତ କରିବାର ସମ୍ଭାବନା ନାହିଁ। ଯଦି ମଧୁମେହ ବା ଡାଇବେଟିକ୍ ରୋଗର ଭୋଗୁଥିବେ, ସେହିଭଳି ରୋଗୀ ସତର୍କତା ଅବଲମ୍ବନ କରିବା ଉଚିତ ହେବ। ଏହାଛଡ଼ା ବୃହସ୍ପତି ମହାଗ୍ରହଙ୍କର ତୁଳାରାଶି ଉପରେ ଦୃଷ୍ଟି ରହିଥିବାରୁ ତୁଳାରାଶିଜାତ ବ୍ୟକ୍ତି ପୁରୁଣା ରୋଗରୁ ଆରୋଗ୍ୟ ମଧ୍ୟ ଲାଭ କରିପାରନ୍ତି। ଏ ତ ଗଲା ମୋଟାମୋଟି ଭାବରେ ତୁଳାରାଶି ପାଇଁ ସେପ୍ଟେମ୍ବର ମାସର ମାସିକ ରାଶି ଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ତୁଳାରାଶିଜାତ ବ୍ୟକ୍ତି ପ୍ରଭୁ ଲକ୍ଷ୍ମୀ ନାରାୟଣଙ୍କର ପୂଜାର୍ଚ୍ଚନା କରନ୍ତୁ। ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ତୁଳାରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।